ଶୁଣାଉଛି। डिस्टर्ब हो कि म्यूजिक टा बाजले रो किसी ନା समय पढ़ा है जदि डिस्टर्ब हो कहबो ହେଲା। ତ ଆମେ ପଢବା ହଉଛି ଆଲୋକ ଆଉ ପ୍ରତିଫଳନ ପ୍ରତିସରଣ ହେଲା। ତ ଆଲୋକ ମାନେ କିସ? ଆଲୋକ ମାନେ ହଉଛି ଲାଇଟ ହେଲା। ଆଲୋକ ମାନେ ଲାଇଟ। ଆଲୋକ ମାନେ ହଉଛି ଲାଇଟ। ଲାଇଟ କୋଉଠୁ ପାଉ? ଏଇ ଯେ ସୂର୍ଯ୍ୟ ପଛରେ ଦେଖୁଛ ସେଇଟା ବି ଗୋଟେ ଲାଇଟ ହେଲା। ତୁମେ ଟର୍ଚ ଲାଇଟ ବିଷୟରେ ବି ଶୁଣିଥିବ ସେଇଟା ବି ଗୋଟେ ଲାଇଟ ହେଲା। ତ ଆଜି ପଢବା ହଉଛି ଆଲୋକ ପ୍ରତିସରଣ ପ୍ରତିଫଳନ। ତ ଫାଷ୍ଟ ପେଜ ଯାଉଛି। ଏଇ ବିଷୟରେ କିସ କିସ ପଢବାକୁ ନା ଫାଷ୍ଟ ପଢବା ହଉଛି ଆଲୋକର ଧର୍ମ ହେଲା। ଫାଷ୍ଟ ପଢବା ହଉଛି କିସ କଣ? ଆଲୋକ କିସ ହେଲା। ଫାଷ୍ଟ ପଢବା ହଉଛି ଫାଷ୍ଟ ପଢବା ହଉଛି ଆଲୋକ କାହାକୁ କୁହାଯାଏ ହେଲା। ଫାଷ୍ଟ ପଢବା ହଉଛି ଆଲୋକ କାହାକୁ କୁହାଯାଏ ହେଲା। ସେକେଣ୍ଡରେ ପଢବା ହଉଛି ଆଲୋକର ଧର୍ମ। ଆଲୋକର ଧର୍ମ ହେଲା। ଆଲୋକର କିସ କିସ ଧର୍ମ ଅଛି। ଆଲୋକ କେମିତି ଜିନିଷ, ଆଲୋକର ବେଗ କେମିତି, ସେଇ ଆଲୋକର ଧର୍ମ ପଢେଇ ସାରିଲେ ତାପରେ ଥାର୍ଡରେ ପଢବା ହଉଛି ଆଲୋକର ଦୁଇଟା ନିୟମ ଅଛି। ମନେ ରଖ ଆଲୋକର କେତେଟା ନିୟମ ଅଛି? ଦୁଇଟା ନିୟମ। ତ ଗୋଟେ ନିୟମ ହଉଛି ପ୍ରତିଫଳନ ନିୟମ। ପ୍ରତିଫଳନ ନିୟମ ଆଉ ଗୋଟେ ହଉଛି କିସ? ପ୍ରତିସରଣ ନିୟମ। ଏଗୁଡା ସବୁ ପଢବା। ପ୍ରତିସରଣ ନିୟମ। ତାପରେ ପଢବା ହଉଛି ଦର୍ପଣ। ଦର୍ପଣ ବିଷୟରେ ପଢବା ହେଲା। ଦର୍ପଣରେ ପ୍ରତିଫଳନ ଆଉ ପ୍ରତିସରଣ। ଦର୍ପଣରେ ପ୍ରତିଫଳନ ହେଲା। ଏଇଟା ପଢବା। ତାପରେ ହଉଛି ଲେନ୍ସ। ଲେନ୍ସ ଶୁଣିଛ ନା? ଲେନ୍ସ ଶୁଣିଛ ନା ନାଇଁ? ଆଇ ଲେନ୍ସ ଶୁଣିଛ ନା ନାଇଁ? ଚଷମାରେ ଯେ ଲେନ୍ସ ଲାଗିଥାଏ ହେଲା। ଲେନ୍ସ ର ପ୍ରତିସରଣ। କିସ ପଢବା କହିଲି? ଫାଷ୍ଟ ପଢବା ହଉଛି ଆଲୋକ କାହାକୁ କୁହାଯାଏ ହେଲା। ଆଲୋକ କାହାକୁ କୁହାଯାଏ? ଆଲୋକଟା ଗୋଟେ କିସ ଜିନିଷଟା ଫାଷ୍ଟ ପଢବା। ସେକେଣ୍ଡରେ ପଢବା ହଉଛି ଆଲୋକର କିସ କିସ ଧର୍ମ ଅଛି। ତାପରେ ହଉଛି ଥାର୍ଡରେ ପଢବା ହଉଛି ଆଲୋକର ଦୁଇଟା ନିୟମ ଅଛି। ଗୋଟେ ପ୍ରତିଫଳନ ନିୟମ ଆଉ ଗୋଟେ ହଉଛି ପ୍ରତିସରଣ ନିୟମ ହେଲା। ତ ବୁଝେଇବି ସବୁ। ପ୍ରତିଫଳନ କାହାକୁ କୁହାଯାଏ, ପ୍ରତିସରଣ କାହାକୁ କୁହାଯାଏ ବୁଝେଇବି। ତାପରେ ହଉଛି ଦର୍ପଣରେ ହଉଛି ମନେ ରଖିବ ପ୍ରତିଫଳନ ହୁଏ ହେଲା। ଆଉ ଲେନ୍ସ ରେ ହଉଛି ପ୍ରତିସରଣ ହୁଏ। ଏତିକି ପଢିଦେଲେ ଆମର ବିଷୟ କମ୍ପ୍ଲିଟ ହେଇଯିବ। ବୁଝିହେଲା। ଏତିକି ପଢିଦେଲେ କିସ ବିଷୟ କମ୍ପ୍ଲିଟ ହେଇଯିବ ହେଲା। ତ ଫାଷ୍ଟ ପେଜ ଯିବା। ହେଡିଙ୍ଗ ଦେଇଦବ ଆଲୋକ। ହେଡିଙ୍ଗ ଦେଇଦିଅ ଆଲୋକ ହେଲା। ଆଲୋକ କିସ ଜିନିଷ ସେଇଟା ଲେଖିଦେବା। ହେଡିଙ୍ଗ ଦେଇଦିଅ ଆଲୋକ ହେଲା। ଆଲୋକ କାହାକୁ କୁହାଯାଏ ଜାଣିଛ? ଯେଉଁ ଜିନିଷ ଆମକୁ ଦେଖିବାରେ ସାହାଯ୍ୟ କରେ ତାହାକୁ ହଉଛି ଆଲୋକ କୁହାଯାଏ। ହେଲା ଲେଖି ଦଉଛି ଯେଉଁ ଜିନିଷ ଆମକୁ ଦେଖିବାରେ ସାହାଯ୍ୟ କରେ ତାହାକୁ ଆଲୋକ କୁହାଯାଏ। ଯେଉଁ ଯେଉଁ ଜିନିଷ ଆମକୁ ଦେଖିବାରେ ସାହାଯ୍ୟ କରେ, ଯେଉଁ ଜିନିଷ ଆମକୁ ଦେଖିବାରେ ସାହାଯ୍ୟ କରେ ତାହାକୁ ଆଲୋକ କୁହାଯାଏ। ହେଲା। ତ କେବେ ପରୀକ୍ଷାରେ ପଚାରିବନି ଯେ ଆଲୋକ କାହାକୁ କୁହାଯାଏ ହେଲା। ତାହାକୁ ଆଲୋକ କୁହାଯାଏ। ହେଲା। ଆଲୋକ କାହାକୁ କୁହାଯାଏ ଜାଣିଲ? ଆଲୋକ କୁହାଯାଏ। ହେଲା। ତ ତୁମେ ଛୋଟରୁ ପଢି ଆସିଥିବ ଆଲୋକ ଦ୍ଵାରା ଆମେ ଦେଖିପାରୁ। ଆଲୋକ ନଥିଲେ ହଉଛି ଚାରିଆଡେ ଅନ୍ଧକାର ହେଇଯାଇଥାନ୍ତା। ତ ଆଲୋକଟା ଆମେ କୋଉଠୁ ପାଉ? ଆଲୋକଟା ହଉଛି ଆମର ସୂର୍ଯ୍ୟଙ୍କଠୁ ପାଉ। ସୂର୍ଯ୍ୟକୁ ସକଳ ଶକ୍ତିର ଆଧାର ମଧ୍ୟ କୁହାଯାଏ। ହେଲା। ତ ଆଉ ଟର୍ଚରୁ ବି ପାଉ ହେଲା। ଆମେ ସୂର୍ଯ୍ୟଙ୍କଠୁ ଆଲୋକ ପାଉ। ଆଉ ହଉଛି ଟର୍ଚ ବି ପାଉ ହେଲା। ଆଲୋକର ଉତ୍ସ ଗୁଡିକ କିଏ କିଏ? ଆଲୋକର ଉତ୍ସ ମାନେ ହଉଛି ତୁମେ ପାଣି କୋଉଠୁ ପାଉ? ପାଣି ହଉଛି କୂଅରୁ ପାଉ ହେଲା। ଆଉ ହଉଛି ବୋରିଂ ରୁ ପାଉ, ନଦୀରୁ ପାଉ, ପୋଖରୀରୁ ପାଉ ହେଲା। ତ ତୁମର ପାଣିର ଉତ୍ସ କିସ? ପାଣିର ଉତ୍ସ ହଉଛି ନଦୀ, ପୋଖରୀ, ବର୍ଷା ହେଲା। ସମୁଦ୍ର ଏଗୁଡା ହଉଛି ପାଣିର ଉତ୍ସ। ସେମିତି ଆଲୋକ କୋଉଠୁ ପାଉ? ସୂର୍ଯ୍ୟଙ୍କଠୁ। ତ ଆଲୋକର ଉତ୍ସ କିଏ କିଏ? ଆଲୋକର ଉତ୍ସ ହଉଛନ୍ତି ସୂର୍ଯ୍ୟ। ହେଉଛନ୍ତି ସୂର୍ଯ୍ୟ ହେଲା। ତ ଆଲୋକ ନଥିଲେ ତୁମେ ଦେଖି ପାରିଥାନ୍ତ କି? ତୁମେ ଜାଣିଛ ଗୋଟେ ଜିନିଷ ତୁମେ କେମିତି ଦେଖ? ଦେଖ ଗୋଟେ ଜିନିଷ ଏଇଟା ହଉଛି ଧରାଯାଉ ତୁମେ ହେଲା। ଏଇଟା ହଉଛି ତୁମେ। ଏଇଟା ହଉଛି ସୂର୍ଯ୍ୟ ହେଲା।
ତ ହଉଛି ଏଇଟା ହଉଛି ଗୋଟେ ଅଛି ତୁମର ପାଖରେ ବହି ହେଲା। ବହି ଅଛି ଆମର ସାଇନ୍ସ ବହି ହେଲା, ଲାଇଫ ସାଇନ୍ସ ବହି ଅଛି ହେଲା। ତ ହଉଛି ଏଇ ଜିନିଷଟାକୁ ଲାଇଫ ସାଇନ୍ସ ର ବହିଟାକୁ ଯେ ଦେଖିପାରୁଛ, କେମିତି ଦେଖୁଛ ଜାଣିଛ? ସୂର୍ଯ୍ୟଠୁ କିରଣ ଆସିବ ହେଲା, ସୂର୍ଯ୍ୟଠୁ କିରଣ ଆସିବ, ସୂର୍ଯ୍ୟରୁ କିରଣ ଆସିଲା ଏଇ ବହି ଉପରେ ପଡିଲା। ତାପରେ ବହିର କିରଣ ଟା ଯାଇକି ପ୍ରତିଫଳନ ମାନେ ହଉଛି, ପ୍ରତିଫଳନ ମାନେ କିସ କହ ନା, ପ୍ରତିଫଳନ ମାନେ ଏଇଠି ପଡିକି ତୁମେ ଦେଖିଛ ନା ନାଇଁ, ଗୋଟେ ଜିନିଷକୁ ହଉଛି ଏମିତି ମାରିବ ସିଏ ହଉଛି ଏମିତି ଘୁରି ଚାଲିଯିବ ହେଲା। କିସ ଗୋଟେ ଗୋଟେ ଜିନିଷ ଥାଏ ନା ଏମିତି ଯିବ ପୁଣି ଏମିତି ଘୁରି ଆସେ, ସେଇଟାକୁ କୁହାଯାଏ ପ୍ରତିଫଳନ। ବୁଝିହେଲା? ଯେମିତି ହଉଛି ତୁମେ ହଉଛି ଦର୍ପଣରେ ତୁମର ଗୋଟେ ଘରେ ଯୋଉ ଆଇନା ଅଛି ସେଠି ଲେଜର ଲାଇଟ ପକାଅ, ସେ ଏପଟେ ଘୁରି ଆସେ ନା ନାଇଁ ହେଲା, ସେଇଟା ହଉଛି ଆସେ। ପ୍ରତିଫଳନ। ତୁମେ ଛୋଟବେଳେ ପୁଣି ଖେଳିଥିବ କିସ ମାନେ ଛୋଟବେଳେ କେମିତି ଖେଳିଥିବ, ସେଇ ସୂର୍ଯ୍ୟଙ୍କ ଠୁ କିସ କର, ଆଲୁଅ ହଉଛି ନେଇକି ସାଙ୍ଗ ଉପରେ ପକାଅ ନା ନାଇଁ, ଏଇ ଥାଳିଆରେ ଭାତ ଖାଇଲା ବେଳେ କିସ ସୂର୍ଯ୍ୟଙ୍କଠୁ ଯୋଉ ଲାଇଟ ଟା ଆସୁଥାଏ ସେଇଟା ଥାଳିରେ ହଉଛି କିସ ପକେଇକି ସାଙ୍ଗ ପାଖରେ ପକାଅ ନା ନାଇଁ ହେଲା, ପୁରା ଝଲସି ଉଠେ ହେଲା। ତ ସେଇଟାକୁ କୁହାଯାଏ ପ୍ରତିଫଳନ ହେଲା। ତ ସେଇଟା ପଢବା ତ ହଉଛି ସେଇ ଏଇଠୁ ହଉଛି ଆସିଲା ଲାଇଟ ପଡିଲା ଏଠି, ତ ଏଇଠି ପଡିକି ତୁମର ଆଖିରେ ସେଇ ଲାଇଟ ପଶିଲା ହେଲା, ସେଇ ଲାଇଟ ଆଖିରେ ପଶିଲା, ସେଇପାଇଁ ତୁମେ ଜାଣିପାରିଲ ଯେ ଏଇଟା ଲାଇଫ ସାଇନ୍ସ ବହି। ବୁଝିହେଲା? କେମିତି ଜିନିଷ ଦେଖୁଛ ଜାଣିପାରିଲ? ଫାଷ୍ଟ ହଉଛି ସୂର୍ଯ୍ୟଙ୍କଠୁ ଲାଇଟ ଆସିଲା, ସୂର୍ଯ୍ୟଙ୍କଠୁ ଲାଇଟ୍ ଆସିକି ହଉଛି ସେଇ ବହିରୁ ପ୍ରତିଫଳିତ ହେଇକି ତୁମ ଆଖିରେ ପଡିଲା, ତାପରେ ଯାଇକି ଜାଣିଲ ଯେ ସେଇଟା ଲାଇଫ ସାଇନ୍ସ ବହି, ତାପରେ ଯାଇକି ଦେଖାଗଲା ତୁମକୁ। ସେମିତି ହଉଛି ରାତିରେ, ରାତିରେ ତ ସୂର୍ଯ୍ୟ ଥାନ୍ନି ହେଲା, ତ ରାତିରେ ସୂର୍ଯ୍ୟ ଥାନ୍ନି, ତ ହଉଛି ତାଙ୍କର କିରଣ ଆସିକି ଏଇଠି ପଡିଲା କି, ପଡିନି। ତ ହଉଛି ଏଠୁ ଯଦି ନ ପଡିଲା ଲାଇଟ ତ ସେଇଟା ପ୍ରତିଫଳନ ହେଇକି ତୁମ ଆଖିରେ ପଶିଲାନି ହେଲା। ତ ସେଇ ପାଇଁ ରାତିରେ ହଉଛି ଅନ୍ଧକାର ଦେଖାଯାଏ, କିଛି ଦେଖାଯାଏନି ହେଲା। ତ ହଉଛି ମନେ ରଖ, ଯାହା ଆମକୁ ଦେଖିବାରେ ସାହାଯ୍ୟ କରେ ତାହାକୁ କିସ କୁହାଯାଏ, ତାହାକୁ କୁହାଯାଏ ଆଲୋକ ହେଲା। ଆଲୋକ। ତ ହଉଛି ତୁମେ ଜାଣିଛ ଆଲୋକ ହଉଛି ସବୁଠୁ କୁହନା ସବୁଠୁ ସ୍ପିଡ ଜିନିଷ କିସ, ସବୁଠୁ ସ୍ପିଡ ଜିନିଷ କିସ, ଆଲୋକ। ଆଲୋକ ହେଲା। ନହେଲେ କହିବନି ଯେ ମୋର ମନ ହଉଛି ସବୁଠୁ ସ୍ପିଡ ହେଲା, ସବୁଠୁ ସ୍ପିଡ ହଉଛି ଆଲୋକ। ଦେଖ ଏଇଟା ହଉଛି ତୁମେ ଯଦି ଏଇଠି ପଡିଥିବ ତୁମ ଘରେ ହେଲା, ଛାତ ଉପରେ ଟର୍ଚ ମାରିକି ଛିଡା ହେଇଛ, ମାନେ ଟର୍ଚ ଧରିକି ଛିଡା ହେଇଛ, ଏଇଟା ହଉଛି 2-3 କିଲୋମିଟର ପାୱାରଫୁଲ ଟର୍ଚ ଟା ଧରିଛ ହେଲା। ତ ଏଇଠୁ ସୁଇଚ ଟିପିଲା ମାତ୍ରେ ଲାଇଟ୍ ପହଞ୍ଚିଯିବ ନା ନାଇଁ, ଏଠୁ ପାୱାରଫୁଲ ଲାଇଟ୍ ହେଇଥିଲେ ସୁଇଚ ଚିପିଥିବ ସାଙ୍ଗେ ସାଙ୍ଗେ ପହଞ୍ଚିଯିବ। ତୁମେ ଏଇଠି ଛିଡା ହେଇଥିବ ଲାଇଟ୍ ଧରିକି ହେଲା, ସୁଇଚ ଚିପିବ ସାଙ୍ଗେ ସାଙ୍ଗେ ଏଠକୁ ପହଞ୍ଚିଯିବ ହେଲା, ଚିପିଲା ମାତ୍ରେ ପହଞ୍ଚିଯିବ। ତ ଆଲୋକର ବେଗ କେତେ ଦେଖ, ଆଲୋକର ବେଗ ହଉଛି ବହୁତ ସବୁଠୁ ବେଶୀ ହେଲା, ଆଲୋକର ବେଗ ହଉଛି ସବୁଠୁ ବେଶୀ ହେଲା। ତ ଆମର ମନର ବେଗଠୁ ସବୁଠୁ ବେଶୀ ନାହିଁ ହେଲା, ଆଲୋକର ବେଗ ହଉଛି କିସ ସବୁଠୁ ବେଶୀ। ଯେମିତି ରୋହିତ କହିଲା ହଉଛି ମୋର ମନର ବେଗ ସବୁଠୁ ବେଶୀ ହେଲା, ମନର ବେଗ ମାନେ ଏଇନା ଏଇଠି ଅଛି, ଯଦି ମୁଁ 1 ସେକେଣ୍ଡରେ ଚନ୍ଦ୍ର ଗ୍ରହକୁ ପହଞ୍ଚିଯିବି ହେଲା, 1 ସେକେଣ୍ଡରେ ମୁଁ ଶନି ଗ୍ରହକୁ ପହଞ୍ଚିଯିବି। ସବୁଠୁ ବେଗ ବେଶୀ କାହାର, ମନର। କିନ୍ତୁ ହଉଛି ଆମର ଏଇ ପାଠ ପଢାରେ କାହାର ବେଗ, ଆଲୋକର। ବୁଝିହେଲା? ଆଲୋକ ହେଲା, ଲେଖିଦବା ଆଲୋକର ବେଗ ସବୁଠୁ ଅଧିକ, ଆଲୋକର ବେଗ ସବୁଠୁ ଅଧିକ ହେଲା। ଯେତେ ସବୁ ଜିନିଷ ଦେଖୁଛ ଗାଡି ମଟର ଟ୍ରେନ ବସ୍ ମଣିଷ ହେଲା, ସବୁଠୁ ଅଧିକ କିଏ, ବେଗ କିଏ, ଆଲୋକର ବେଗ ସବୁଠୁ ଅଧିକ ହେଲା। ଯାହା କିସ 3 ଲକ୍ଷ କିଲୋମିଟର/ସେକେଣ୍ଡ, 3 ଲକ୍ଷ କିଲୋମିଟର ହେଲା। 1 ସେକେଣ୍ଡରେ କେତେ ଦୂରିଆ ଯାଏ, 3 ଲକ୍ଷ କିଲୋମିଟର ହେଲା। ମାନେ ତୁମେ ସୁଇଚ ଚିପି ଦେଲ 1 ସେକେଣ୍ଡରେ କେତେ ଦୂର ଯାଇପାରିବ, 1 ଲକ୍ଷ କିଲୋମିଟର ଯାଇ ପହଞ୍ଚି ପାରିବ। ବୁଝିହେଲା? 1 ସେକେଣ୍ଡରେ କେତେ, 3 ଲକ୍ଷ କିଲୋମିଟର ଯାଇ ପହଞ୍ଚି ଯିବ ଆଲୋକ ହେଲା। ତ ଏଇ 3 ଲକ୍ଷ କିଲୋମିଟର ଯଦି ଏକ ମାର୍କ କୋଶ୍ଚିନ୍ ପଡିଲା ଆଲୋକର ବେଗ କେତେ, 3 ଲକ୍ଷ କିଲୋମିଟର/ସେକେଣ୍ଡ କହିବ। ବୁଝିହେଲା? ଯଦି ଏଇଟାକୁ ପଡିଲା ଆଲୋକର ବେଗ କେତେ ପୁଣି ପଚାରିବ ହେଲା, 3 ଲକ୍ଷ କିଲୋମିଟର ଅପସନରେ ନାହିଁ, ଏମିତି ବି ଦେଇଥିବ 3 ଲକ୍ଷ ବଦଳରେ କେତେ 3 × 10⁸ ମିଟର/ସେକେଣ୍ଡ। ବୁଝିହେଲା? ଏଇ 3 × 10⁸ ମିଟରଟା 3 ଲକ୍ଷ ସାଙ୍ଗରେ ସମାନ ହବ ନା ନାଇଁ, 3 ଲକ୍ଷ କିଲୋମିଟର ସାଙ୍ଗରେ ସମାନ ହବ ନା ନାଇଁ। ଦେଖ 3 ଲକ୍ଷରେ କେତେଟା ଶୂନ ଥିବ, 3 ଲକ୍ଷ କିଲୋମିଟର କେତେଟା ଶୂନ ଥିବ, ଏକ ଦଶ ଶହ ହଜାର ଅୟୁତ ଲକ୍ଷ, କିଲୋମିଟର ମାନେ କେତେ ଆହୁରି ତିନିଟା, 2 3, ତ କେତେଟା ହେଲା, 5ଟା ଶୂନ ହେଲା ନା ନାଇଁ, 1 2 3 4 5 6 7 8, 8ଟା ଶୂନ ହେଲା। ସେମିତି 3 × 10⁸ ମାନେ କେଶ 8ଟା ଶୂନ ହେଲା। ତ ଦୁଇଟା ଯାକ ସମାନ, ଏଇଟା ଯାହା ଏଇଟା ତାହା, ମନେ ରହିଲା। ଆଲୋକର ବେଗ କେତେ, ଆଲୋକର ବେଗ ହଉଛି 3 × 10⁸ ମିଟର/ସେକେଣ୍ଡ, ବା ହଉଛି 3 ଲକ୍ଷ କିଲୋମିଟର/ସେକେଣ୍ଡ ହେଲା। ଜାଣି ପକେଇଲ ଆଲୋକର ସ୍ପିଡ କେତେ,
ତ ଆଲୋକର ସ୍ପିଡ ଜାଣି ପକେଇଲେ ଯଦି 1 ମାର୍କ ପାଇଁ ବହୁତ କ୍ୱେଶ୍ଚନ, ବହୁତ ଫାଷ୍ଟ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ ହଉଛି ଏଇଟା ହେଲା। ଫାଷ୍ଟ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ ହଉଛି ଏଇଟା, ଏଇଟା ମନେ ରଖିବ ହେଲା। ଆଲୋକର ବେଗ ହଉଛି 3 × 10⁻⁸ ହେଲା। ଆଉ ଯଦି ପଡିଥିବ 3 ଲକ୍ଷ କିଲୋମିଟର, ତ 3 ଲକ୍ଷ କିଲୋମିଟର ମାରବ। ବୁଝିହେଲା? ହେଲା ବୁଝି? ତ ହଉଛି ମନେ ରଖିବ, ଆଲୋକର ହଉଛି ଦୁଇଟା ଗୁଣ ଅଛି। ବୁଝିହେଲା? ଆଲୋକର ଜାଣିଲ ସ୍ପିଡ ତ ଜାଣିଲ ହେଲା, ବେଗ ଜାଣିଲ। ତାପରେ ହଉଛି ଆଲୋକର ଦୁଇଟା ଗୁଣ ଅଛି। କେତେଟା ଗୁଣ? ଦୁଇଟା ଗୁଣ ହେଲା। ଆଲୋକର ଦୁଇଟି ଗୁଣ ଅଛି। ତୁମେ ତା ପୂର୍ବରୁ ଜାଣିଛ ଆଲୋକ ହଉଛି ସରଳ ରେଖାରେ ଗତି କରେ ନା ହଉଛି ଆମର ବକ୍ର ରେଖାରେ? ଏଇଟା ହଉଛି ଟର୍ଚ। ଆଲୋକ ପୁରା ସିଧା ଯାଏ ନା ହଉଛି ଏମିତି ଏମିତି ଯାଏ ସାପ ପରି? ଏମିତି। ଧର ତୁମ ଘରୁ ଲାଇଟ ମାରୁଛ ହେଲା, ସିଏ ହଉଛି ରହିತು ଘର ଦେଇକି ବୁଲି 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 ଏମିତି ଆସିକି ଇଆରେ ପହଞ୍ଚିବ କି? ନା ହଉଛି ସିଧା ଯାଏ? ଆଲୋକ କେମିତି ଗତି କରେ? ଆଲୋକ ଗତି କରେ ହଉଛି ସରଳ ରେଖାରେ। ଆଲୋକ ଗତି କରେ ସରଳ ରେଖାରେ। ଲେଖିଦବା ସେଇଟା। ଆଲୋକ ସରଳ ରେଖାରେ ଗତି କରେ। ଆଲୋକ ସରଳ ରେଖାରେ ଗତି କରେ। ଗତି କରେ ହେଲା। ତ ଆଲୋକର ଗତି କେମିତି? ସରଳ ରୈଖିକ ଗତି। ଆଲୋକ ସରଳ ରେଖାରେ ଗତି କରେ। ଆଲୋକ ସରଳ ରେଖାରେ ଗତି କରେ। ତାପରେ ହଉଛି ଆଲୋକର ଦୁଇଟା ଗୁଣ ଅଛି କହିଲି। ଆଲୋକର କେତେଟା ଗୁଣ ଅଛି? ଦୁଇଟା ଗୁଣ। ଗୋଟେ ଗୁଣ ହଉଛି ଆଲୋକ ର ଉଭୟ ତରଙ୍ଗ ଓ କଣିକା ଗୁଣ ରହିଛି। କଣିକା ଗୁଣ ରହିଛି। ଏହାକୁ ଆଲୋକର ଦ୍ୱୈତ ପ୍ରକୃତି କୁହାଯାଏ। ଆଲୋକର ଦ୍ୱୈତ ପ୍ରକୃତି କୁହାଯାଏ। ହ୍ୟାଲୋ। ଆଜ୍ଞା ହ୍ୟାଲୋ। ସାର୍। ହେଲା। ତ ଶୁଣ ଆଉ ଥରେ ଇଏ କରିଦଉଛି। ଆଲୋକର ଆଲୋକ ହଉଛି କିସ? ଯାହା ଆମକୁ ଦେଖିବାରେ ସାହାଯ୍ୟ କରେ ତାହାକୁ ହଉଛି ଆଲୋକ କୁହାଯାଏ। ହେଲା। ଯାହା ଆମକୁ ଦେଖିବାରେ ସାହାଯ୍ୟ କରେ ତାହାକୁ ହଉଛି ଆଲୋକ କୁହାଯାଏ। ତାପରେ ହଉଛି ଆଲୋକର ଉତ୍ସ କିଏ? ଆଲୋକର ମୁଖ୍ୟ ଉତ୍ସ କିଏ? ସୂର୍ଯ୍ୟ। ଆମେ ସୂର୍ଯ୍ୟଙ୍କଠୁ ଆଲୋକ ପାଉ। ହେଲା। ତାପରେ ହଉଛି ଆଲୋକ ସ୍ପିଡ, ମାନେ ହଉଛି ସେ 1 ସେକେଣ୍ଡରେ କେତେ ସ୍ପିଡ ଯାଇପାରେ? ଆଲୋକ 1 ସେକେଣ୍ଡରେ 3 ଲକ୍ଷ କିଲୋମିଟର ପର୍ଯ୍ୟନ୍ତ ପହଞ୍ଚି ପାରିବ। ବୁଝିହେଲା? ତୁମର ସ୍ପିଡ କେତେ? ତୁମେ ହଉଛି ଗୋଟେ ଘଣ୍ଟାରେ ନହେଲେ 3-4 କିଲୋମିଟର କି 10 କିଲୋମିଟର ହେଲେ ଚାଲିପାରିବ। କିନ୍ତୁ ଆଲୋକ 1 ସେକେଣ୍ଡରେ କେତେ ଦୂର ଯାଇ ପହଞ୍ଚିବ ଜାଣିଛ? 3 ଲକ୍ଷ କିଲୋମିଟର। ମାନେ ତୁମେ ଯଦି ଟର୍ଚ ମାରିଦେଲ 1 ସେକେଣ୍ଡରେ ସେ 3 ଲକ୍ଷ କିଲୋମିଟର ଅତିକ୍ରମ କରିପାରିବ ହେଲା। ତ ନିହାତି ମନେ ରଖିବ ଆଲୋକର ବେଗ ହଉଛି 3 ଲକ୍ଷ କିଲୋମିଟର/ସେକେଣ୍ଡ। ପୁଣି ଯଦି ସେଟାକୁ ମିଟରରେ ଦେଇଥିବ କେତେ କରିବ? 3 × 10⁸ ହେଲା। ତାପରେ ତୁମେ ଜାଣିଛ ଆଲୋକ ହଉଛି ସରଳ ରେଖାରେ ଗତି କରେ ହେଲା। ଜାଣିଛ ହଉଛି ଆଲୋକ ସରଳ ରେଖାରେ ଗତି କରେ। ଛୋଟବେଳୁ ଶୁଣିନ ଆଲୋକ ସରଳ ରେଖାରେ ଗତି କରେ। ଆଲୋକର ଗତି ସରଳ ରୈଖିକ ହେଲା। ମାନେ ହଉଛି ଦେଖ, ଏଇଠୁ ତୁମେ ଟର୍ଚ ମାରିଲ, ଏଇଠୁ ତୁମେ ଟର୍ଚ ମାରିଲ, ଆମର ହଉଛି ଏଇଟା 10 ଟଙ୍କିଆ ବାଲା ଟର୍ଚ ମାରିଲ, ତ ସିଏ ସିଧା ଯିବ, ଏମିତି ସିଧା ସିଧା ଯିବ ନା ଏମିତି ଏମିତି ବାଙ୍କା ବାଙ୍କା ହେଇକି ଯିବ କୁହନା? ସିଧା ଯିବ। ସିଧା ଯିବ ନା ବାଙ୍କା ହେଇକି ଯିବ? ହେଲା। ତୁମେ ଯଦି ଟର୍ଚ ମାରିଲ ତ ସିଧା ଯିବ ସିଏ ହେଲା। ଆଲୋକ ରଶ୍ମି ଗୁଡିକ ସିଧା ଯାଏ ହେଲା। ତ ହଉଛି ମନେ ରଖ ଆଲୋକ ରଶ୍ମି ସରଳ ରେଖାରେ ଗତି କରେ। ଆଲୋକ କେମିତି ଗତି କରେ? ସରଳ ରେଖାରେ ଗତି କରେ ହେଲା। ଆଲୋକ ସରଳ ରେଖାରେ ଗତି କରେ। ବୁଝି ହେଲା? ଆଲୋକ ସରଳ ରେଖାରେ ଗତି କରେ ହେଲା। ତାପରେ ହଉଛି ଆମର ହଉଛି କିଛି ସାଇଣ୍ଟିଷ୍ଟ ଆସିଲେ ହେଲା। କିଛି ସାଇଣ୍ଟିଷ୍ଟ ଆସିଲେ, ଦୁଇଟା ସାଇଣ୍ଟିଷ୍ଟ ଆସିଲେ, କିଏ କୁହନା? ଆମର ଦୁଇଟା ସାଇଣ୍ଟିଷ୍ଟ ଆସିଲେ, ଜଣେ ହଉଛି ଆଇନଷ୍ଟାଇନ, ଆଇନଷ୍ଟାଇନ ହେଲା। ଜଣେ ଆଇନଷ୍ଟାଇନ ଆଉ ଗୋଟେ ହଉଛି କିଏ? ପ୍ଲାଙ୍କ। ପ୍ଲାଙ୍କ ହେଲା। ପ୍ଲାଙ୍କ। ଦୁଇଟା ସାଇଣ୍ଟିଷ୍ଟ ଆସିଲେ। ତ ଆଇନଷ୍ଟାଇନ କହିଲେ ହଉଛି ଆଲୋକ ହଉ ଆଲୋକ ହଉଛି କିସ କହନା? ସେଇ ଜଣେ କହିଲା ହଉଛି ଆଲୋକର ତରଙ୍ଗ ଗୁଣ। ତରଙ୍ଗ ଗୁଣ ମାନେ ଆଲୋକ ଏମିତି ମଧ୍ୟ ଗତି କରେ ହେଲା। ମାନେ ଗୋଟେ ତରଙ୍ଗ, ଯେମିତି ତରଙ୍ଗ ହଉଛି କିସ? ତରଙ୍ଗ ଦେଖିଛ? ତରଙ୍ଗ ଦେଖିଛ ନା ନାଇଁ? ଆଜ୍ଞା। ତରଙ୍ଗ ଦେଖିବା ପାଇଁ କେମିତି ବନେଇ ଦଉଛି ତରଙ୍ଗ ଚିତ୍ର ଦେଖ। ତରଙ୍ଗ ଦେଖିବା ପାଇଁ ହଉଛି ଏମିତି ହେଲା।
ଏମିତି ସମୁଦ୍ରର ଢେଉ, ଢେଉ ମାନେ ହଉଛି ତରଙ୍ଗ ହେଲା। ଗୋଟେ ତରଙ୍ଗର କିସ ଥାଏ, ଉଚ୍ଚତା ଥାଏ ହେଲା, ଏମିତି ଥାଏ। ଏଇଟା ହଉଛି କିସ କୁହାଯାଏ, ଏଇଟାକୁ କୁହାଯାଏ ହଉଛି ଉଚ୍ଚତା, ଗୋଟେ ତରଙ୍ଗର ଉଚ୍ଚତା, ଉଚ୍ଚତା ଥାଏ ନା ହେଲା। ତ ହଉଛି ଜଣେ ସାଇଣ୍ଟିଷ୍ଟ ଆସିଲେ, ତାଙ୍କର ନାମ ହଉଛି କିସ କହନା, ପ୍ଲାଙ୍କ ହେଲା। କିସ କହିଲେ, ପ୍ଲାଙ୍କ କହିଲେ ହଉଛି, ଆମର ପ୍ଲାଙ୍କ କହିଲେ ହଉଛି ଆଲୋକର ମଧ୍ୟ ହଉଛି ଏମିତି ଅଛି ହେଲା, ଏମିତି ଗୁଣ ଅଛି, ମାନେ ଆଲୋକର ମଧ୍ୟ ଉଚ୍ଚତା ଅଛି ହେଲା। ତ ସିଏ କହିଲେ ଆଲୋକର ତରଙ୍ଗ ଗୁଣ ରହିଛି, ବୁଝିହେଲା। ପ୍ଲାଙ୍କ କହିଲେ, ସେ ପ୍ରମାଣ କରିକି ଦେଖେଇଦେଲେ ଆଲୋକର ତରଙ୍ଗ ଗୁଣ ମଧ୍ୟ ରହିଛି। ତାପରେ ହଉଛି ଆଇନଷ୍ଟାଇନ କହିଲେ ହଉଛି, ଆମର ଆଇନଷ୍ଟାଇନ କହିଲେ, ଆଇନଷ୍ଟାଇନଙ୍କ ନାମ ତ ଶୁଣିଥିବ, ଆଇନଷ୍ଟାଇନ କହିଲେ ହଉଛି ଆଲୋକ ଛୋଟ ଛୋଟ କଣିକା ମାନଙ୍କୁ ନେଇ ଗଠିତ ହେଲା। କହିଲେ ହଉଛି ଆଲୋକ ଛୋଟ ଛୋଟ କଣିକା ମାନଙ୍କୁ ନେଇ ଗଠିତ। ଗୋଟେ ଲାଇଟ ରୁ ଯେ ଆଲୋକ ବାହାରୁଛି ହେଲା, ସେଇ ଲାଇଟ ର କଣିକା ମାନଙ୍କୁ ନେଇ ଗଠିତ, ସେଇ କଣିକା ମାନଙ୍କୁ କୁହାଯାଏ ହଉଛି ଫଟନ। ସେଇ କଣିକା ମାନଙ୍କୁ କିସ କୁହାଯାଏ, ଫୋଟନ ହେଲା। ତ ସେଇ କଣିକା ମାନଙ୍କୁ ଫୋଟନ କୁହାଯାଏ। ତ ହଉଛି ଯେତେବେଳେ ଜାଣିଲେ ଆଲୋକର ଦୁଇଟା ଗୁଣ ରହିଛି, ତରଙ୍ଗ ଗୁଣ ବି କଣିକା ଗୁଣ ବି ହେଲା। ତ ସେଇ ଦୁଇଟା ଗୁଣକୁ କିସ କହିଦେଲେ, କହିଦେଲେ ହଉଛି ଆଲୋକର ଦୁଇଟା ପ୍ରକୃତି ରହିଛି ହେଲା, ମାନେ ଦ୍ୱୈତ ପ୍ରକୃତି ରହିଛି ହେଲା। ତ ଯଦି କ୍ୱେଶ୍ଚନ ପଡିଲା ଆଲୋକର ଦ୍ୱୈତ ପ୍ରକୃତି କାହାକୁ କୁହାଯାଏ, କିସ ଲେଖିବ, ଆଲୋକର ଉଭୟ ତରଙ୍ଗ ଓ କଣିକା ଗୁଣ ରହିଛି, ଏହାକୁ ଆଲୋକର ଦ୍ୱୈତ ପ୍ରକୃତି କୁହାଯାଏ ହେଲା। ଆଲୋକର ଦ୍ୱୈତ ପ୍ରକୃତି କାହା କୁହାଯାଏ, ଆଲୋକର ଉଭୟ ତରଙ୍ଗ କଣିକା ଗୁଣ ରହିଛି, ଏହାକୁ ଆଲୋକର ଦ୍ୱୈତ ପ୍ରକୃତି କୁହାଯାଏ ହେଲା। ତ ହଉଛି ଫାଷ୍ଟ ଆଉଥରେ କହୁଛି, ଆଲୋକର କାହାକୁ କୁହାଯାଏ, ଆଲୋକ ହଉଛି ଯାହା ଆମକୁ ଦେଖିବାରେ ସାହାଯ୍ୟ କରେ, ତାହାକୁ ହଉଛି ଆଲୋକ କୁହାଯାଏ। ଆଲୋକର ସକଳ ଉତ୍ସ କିଏ, ସୂର୍ଯ୍ୟ। ଆଲୋକର ବେଗ ହଉଛି କେତେ, 3 × 10⁸ ମିଟର ପାର ସେକେଣ୍ଡ ହେଲା। ଆଉ ନହେଲେ କେତେ କହିପାରିବ, ଆଉ ନହେଲେ କହିପାରିବ ହଉଛି 3 ଲକ୍ଷ କିଲୋମିଟର ପାର ସେକେଣ୍ଡ ହେଲା, ଯୋଉଟା କହିଲେ ବି ଠିକ ହେଲା। ଆଲୋକ 1 ସେକେଣ୍ଡରେ ଏତିକି କିଲୋମିଟର ଯାଏ, ଏତିକି କିଲୋମିଟର ଯାଏ, ଆଉ ହଉଛି 1 ସେକେଣ୍ଡରେ ଏତିକି ମିଟର ଯାଏ ହେଲା। ତାପରେ ଜାଣିଲ ହଉଛି ଆଲୋକ ସରଳ ରେଖାରେ ଗତି କରେ, ଆଲୋକର ଗତି ହଉଛି ସରଳ ରେଖୀୟ। ତାପରେ ଜାଣିଲ ହଉଛି ଆଲୋକର ଉଭୟ ତରଙ୍ଗ ଆଉ କଣିକା ଗୁଣ ରହିଛି, ଏହାକୁ ଆଲୋକର ଦ୍ୱୈତ ପ୍ରକୃତି କୁହାଯାଏ। ଆଲୋକର ତରଙ୍ଗ ଗୁଣଟା କିଏ ଦେଇଥିଲେ, ଆଲୋକର ତରଙ୍ଗ ଗୁଣଟା ଦେଇଥିଲେ ହଉଛି ଆମର ପ୍ଲାଙ୍କ। ଆଲୋକର ତରଙ୍ଗ ଗୁଣ କିଏ ଦେଇଥିଲେ, ପ୍ଲାଙ୍କ ହେଲା। ତ ସେଗୁଡା ଆମର ଇମ୍ପୋର୍ଟାଣ୍ଟ ନାହିଁ। ଆଉ ହଉଛି ଆଲୋକର କଣିକା ଗୁଣ କିଏ ଦେଇଥିଲେ, ଆଇନଷ୍ଟାଇନ। ତ ତୁମର ଖାଲି ମନେ ରଖିବା ଅଛି ଯେ ଏଇଟା 2 ମାର୍କ, 1 ମାର୍କ ସର୍ଟ କ୍ୱେଶ୍ଚନ ପଡେ, 1 ମାର୍କର ସର୍ଟ କ୍ୱେଶ୍ଚନ ପଡେ ଯେ ଆଲୋକର ଉଭୟ ତରଙ୍ଗ ଓ କଣିକା ଗୁଣ ରହିଛି, ଏହାକୁ ଆଲୋକର କୋଉ ପ୍ରକୃତି କୁହାଯାଏ, କୋଉ ପ୍ରକୃତି, ଏହାକୁ ଆଲୋକର ଦ୍ୱୈତ ପ୍ରକୃତି କୁହାଯାଏ ହେଲା। ଏହାକୁ ଆଲୋକର ଦ୍ୱୈତ ପ୍ରକୃତି କୁହାଯାଏ। ଆଲୋକର ଉଭୟ ତରଙ୍ଗ କଣିକା ଗୁଣ ରହିଛି, ଏହାକୁ ଆଲୋକର ଦ୍ୱୈତ ପ୍ରକୃତି କୁହାଯାଏ। ତରଙ୍ଗ ଗୁଣ ଦେଇଥିଲେ ହଉଛି ପ୍ଲାଙ୍କ, ଆଉ ହଉଛି କଣିକା ଗୁଣ ଦେଇଥିଲେ ଆଇନଷ୍ଟାଇନ ହେଲା। ତାପରେ ହଉଛି ନେକ୍ସଟ ପଏଣ୍ଟ, ଆଲୋକର ଦୁଇଟା ନିୟମ ରହିଛି ହେଲା। ଆଲୋକର କେତେଟା ନିୟମ ରହିଛି, ଦୁଇଟା। ସେଇ ଦୁଇଟା ନିୟମରେ ପଢବା ଆମେ, ଏଇ ହେଡିଙ୍ଗ ଦେଇଛେ ଦେଖ, ଆଲୋକର ପ୍ରତିଫଳନ ଓ ପ୍ରତିସରଣ ହେଲା। ଆଲୋକର ଦୁଇଟା ନିୟମ କିସ, ଗୋଟେ ହଉଛି ପ୍ରତିଫଳନ ନିୟମ, ଆଉ ଗୋଟେ ହଉଛି କିସ, ପ୍ରତିସରଣ ହେଲା। ତୁମେ ଦେଖିଛ, ଦେଖ, ଗୋଟେ ହଉଛି ଏଇଟା ହଉଛି ଆଇନା ନିୟମ ହେଲା, ଆଇନା। ତୁମେ ହଉଛି ଗୋଟେ ଟର୍ଚ ପକାଅ, ଟର୍ଚ ପକେଇଲେ ପୁଣି ସେଇ ଦିଗକୁ ଫେରି ଆସିବ ନା ନାଇଁ। ଯୋଉଠୁ ଟର୍ଚ ମାରୁଛ ମାନେ ହଉଛି ତୁମେ ଏଇ ପଟୁ ଛିଡା ହେଇଛ ହେଲା, ଏଇପଟୁ ଟର୍ଚ ମାରୁଛ, ପୁଣି ସେଇ ବାୟୁମଣ୍ଡଳକୁ, ବାୟୁରୁ ଟର୍ଚ ମାରିଲ ହେଲା, ଏଇଠି ପଡିକି ପୁଣି ସେଇପଟେ ହିଁ ଫେରି ଆସିଲା ନା ନାଇଁ ହେଲା। କିନ୍ତୁ ଏଇଟା ହଉଛି ପ୍ରତିଫଳନ ହେଲା, ପ୍ରତିଫଳନ, ଏଟାକୁ କିସ କୁହାଯାଏ, ପ୍ରତିଫଳନ। ଆଉ ବେଳେ ବେଳେ ଦେଖିଥିବ ହେଲା, ତୁମେ ଗୋଟେ ଏଇଟା କାଚ ହେଲା, ଏଇଠୁ ଟର୍ଚ ମାରିଲ, ବୁଝିହେଲା, ଟର୍ଚ ମାରିଲ, ଏଇଠି ପକେଇଲ, ତ ହଉଛି ସେ କିସ ହବ, ଭିତରକୁ ପଶିଯିବ ନା ଫେରିଯିବ କୁହ, ଭିତରକୁ ପଶିଯିବ। ତ ଭିତରକୁ ପଶିଗଲା ଯେ ସେଇଟାକୁ କୁହାଯାଏ ହଉଛି ପ୍ରତିସରଣ ହେଲା। ପ୍ରତିଫଳନ ମାନେ କିସ, ଯୋଉ ଦିଗରୁ, ଏଇଟା ହଉଛି ବାୟୁ ମାଧ୍ୟମ, ବାୟୁ ମାଧ୍ୟମ, ଏଇଟା କି ମାଧ୍ୟମ, ଆମର ହଉଛି କାଚ ହେଲା। ଏଇଟା ବି କିସ ମାଧ୍ୟମ, ବାୟୁ, ଏଇଟା ହଉଛି କାଚ। ଦେଖ ଦୁଇଟା ମାଧ୍ୟମ ହେଇଗଲା। ତ ତୁମେ ହଉଛି ପ୍ରତିଫଳନ ହଉଛି ଗୋଟେ ମାଧ୍ୟମରୁ ଲାଇଟ ମାରିଲ ଆଉ ଗୋଟେ ମାଧ୍ୟମକୁ ହେଲା, ଗୋଟେ ମାଧ୍ୟମରୁ ଲାଇଟ ମାରିଲ, ତ ହଉଛି ପୁଣି ସେଇ ବାୟୁ ମାଧ୍ୟମକୁ ଫେରିଗଲା ହେଲା। ଯେମିତି ତୁମେ ଘରେ ପରୀକ୍ଷା କରି ଦେଖବ, ଗୋଟେ ଲାଇଟ ନବ, ଲେଜର ଲାଇଟ ହେଲା, ଆଇନାରେ, ଆଇନା ତୁମେ ଯୋଉ ମୁହଁ ଦେଖୁଛ ସେଇ ଆଇନାରେ ପକେଇଦବ, ପୁଣି ସେଇପଟେ ହିଁ ଫେରିଯିବ, ବୁଝିହେଲା। ଅଲଗା ଦିଗରେ ଫେରବ କିନ୍ତୁ ହଉଛି ସେଇ ବାୟୁ ମାଧ୍ୟମକୁ ହିଁ ଫେରବ, ସେଇଟାକୁ କୁହାଯାଏ ପ୍ରତିଫଳନ। ଆଉ ପ୍ରତିସରଣ କିସ, ତୁମେ ହଉଛି ଗୋଟେ କାଚ ସ୍ଲାବ ନେବ, କାଚ ସ୍ଲାବ ମାନେ କିସ, ପୁରା କାଚ ଇଏଟା ନେବ, କାଚ ହେଲା। ତ ହଉଛି ଲାଇଟ ମାରିଦେଲେ ସିଏ ହଉଛି ଭିତରକୁ ପଶିଯିବ ନା, ଭିତରକୁ ପଶିକି ପୁଣି ପାର ହେଇଯିବ ହେଲା, ଏଇଟାକୁ କୁହାଯାଏ ହଉଛି ପ୍ରତିସରଣ, ବୁଝିହେଲା। ସେମିତି ହଉଛି ପାଣି ନିଅ ନା ତୁମେ, ପାଣି, ପାଣି, ପାଣିରେ ଯଦି ଟର୍ଚ ପକେଇବ ସେ ଭିତରକୁ ପଶିବ ନା ହଉଛି ବାହାରକୁ ପଳେଇ ଆସିବ କୁହ ନା ଲାଇଟ ଟା,
ଆନ୍ସର ଦିଅ। ବାହାରକୁ ବାହାରି ଆସିବ ହେଲା, ନା ଭିତରକୁ ପଶିବ, ବାହାରକୁ ବାହାରି ଆସିବ କହୁଛି ସରି। ଭିତରକୁ ପଶିଯିବ ଲାଇଟ ଟା ହେଲା, ତ ଏହାକୁ କିସ କୁହାଯାଏ? ଏହାକୁ କୁହାଯାଏ ହଉଛି ପ୍ରତିସରଣ ହେଲା। ତ ସେଇଟା ଲେଖିଦବା, ବୁଝି ହଉଛି ନା? ଆଜ୍ଞା। ହେଲା, ତ ଲେଖିଦବା ପ୍ରତିସରଣ ଆଉ ପ୍ରତିଫଳନ। ଆଲୋକର ଦୁଇଟା ନିୟମ ରହିଛି ହେଲା। କ୍ୱେଶ୍ଚନ ପଡିବ ଆଲୋକର ଦୁଇଟା ନିୟମ ରହିଛି, ସେଇ ନିୟମ ଗୁଡାକ କଣ କଣ? ଲେଖୁଛ ନା? ଆଜ୍ଞା। ହେଡିଙ୍ଗ ଦେଇ ଦଉଛି, ହେଡିଙ୍ଗ ଦେଇ ଦଉଛି କହୁଛି, ଲେଖୁଛି ପଏଣ୍ଟ। ଆଲୋକର ଦୁଇଟି ନିୟମ ରହିଛି। କେତେ ନିୟମ? ଦୁଇଟି ନିୟମ। ଦୁଇଟା ନିୟମ ବିଷୟରେ ପୁରା ଡିଟେଲସରେ ପଢବା ହେଲା। ଦୁଇଟି ନିୟମ ରହିଛି ହେଲା। ଏକ ହଉଛି କିସ? ପ୍ରତିଫଳନ ନିୟମ, ପ୍ରତିଫଳନ ନିୟମ, ଆଉ ଗୋଟେ ହଉଛି ପ୍ରତିସରଣ ନିୟମ। ପ୍ରତିସରଣ ନିୟମ ହେଲା, ପ୍ରତିସରଣ ନିୟମ। ତ ପ୍ରତିଫଳନ ନିୟମ ଫାଷ୍ଟ ପଢବା। ପ୍ରତିଫଳନ ନିୟମ ଫାଷ୍ଟ ପଢବା, ତାପରେ ହଉଛି ପ୍ରତିସରଣ ନିୟମ ପଢବା ହେଲା। ପ୍ରତିଫଳନ ନିୟମ ପଢବା, ତାପରେ ପ୍ରତିସରଣ ହେଲା। ତ ହଉଛି ହେଡିଙ୍ଗ ଦେଇଦବା ପ୍ରତିଫଳନ ନିୟମ। ପ୍ରତିଫଳନ କାହାକୁ କୁହାଯାଏ ଫାଷ୍ଟ ଲେଖିଦବା, ତାପରେ ତାର ନିୟମ ଲେଖବା ହେଲା। ପ୍ରତିଫଳନ ହେଡିଙ୍ଗ ଦେଇ ଦଉଛି, ବୁଝେ ନା? ପ୍ରତିଫଳନ, ଆଲୋକର ପ୍ରତିଫଳନ କାହାକୁ କୁହାଯାଏ ସେଇଟା ଫାଷ୍ଟ ଲେଖି ଦଉଛି ହେଲା। ପ୍ରତିଫଳନ ହଉଛି ଆଲୋକ ଗୋଟିଏ ମାଧ୍ୟମରୁ ଆସି, ଗୋଟିଏ ମାଧ୍ୟମରୁ ଆସି ପ୍ରତିଫଳିତ ହେଇ ପୁଣି ସେହି ମାଧ୍ୟମକୁ ଫେରିଗଲେ, ପୁଣି ସେହି ମାଧ୍ୟମକୁ ଫେରିଗଲେ, ଫେରିଗଲେ ଏହାକୁ ଆଲୋକର ପ୍ରତିଫଳନ କୁହାଯାଏ। ଏହାକୁ ଆଲୋକର ପ୍ରତିଫଳନ କୁହାଯାଏ। ପ୍ରତିଫଳନ କୁହାଯାଏ ହେଲା। ଫଟୋ ଗୋଟେ ବନେଇଦେବି, ଚିତ୍ର ଗୋଟେ ଦେଖ, ଏକ୍ସାମ୍ପଲ ସବୁ ବୁଝେଇଦବା ହେଲା। ପ୍ରତିଫଳନ ଆଲୋକର କେତେଟା ନିୟମ ରହିଛି କହିଲି? ଦୁଇଟା ନିୟମ ହେଲା। ଆଉ କେତେଟା ଗୁଣ ରହିଛି? ଗୁଣ ଆଉ ନିୟମ ଭିତରେ ପୁରା ଅଲଗା ହେଲା। ନହେଲେ ତୁମେ ଗୁଣ ଜାଗାରେ ପ୍ରତି ନିୟମ ଲେଖିଦେଇଥିବ, ନିୟମ ଜାଗାରେ ଗୁଣ ଲେଖିଦେଇଥିବ ହେଲା, ଭୁଲ ହେଇଯିବ ପରେ। ତ ଆଲୋକର ଦୁଇଟା ଗୁଣ ରହିଛି, ଗୋଟେ ହଉଛି ତରଙ୍ଗ ଗୁଣ, ଆଉ ଗୋଟେ ହଉଛି କିସ ଗୁଣ? କଣିକା ଗୁଣ। ଆଉ ହଉଛି କେତେଟା ନିୟମ ରହିଛି? ଦୁଇଟା ନିୟମ, ଗୋଟେ ହଉଛି ପ୍ରତିଫଳନ ନିୟମ, ଆଉ ଗୋଟେ ହଉଛି ପ୍ରତିସରଣ ନିୟମ। ତ ପ୍ରତିଫଳନ ନିୟମ ଟା ପଢୁଛେ ହେଲା। ପ୍ରତିଫଳନ ନିୟମ ମାନେ କିସ? ଯେମିତି ହଉଛି ତୁମେ ମିରର ଗୋଟେ ନିଅ ହେଲା। ଏଇଟା ହଉଛି କିସ? ତୁମର ଘରେ ଆଇନା ଯେ ଦେଖ ମୁହଁ, ସେଇ ମିରର ଟା ବୁଝିହେଲା। ଏଇଠି ଜଣେ ଛିଡା ହେଇଛି, ଏଇଠି ଜଣେ ଛିଡା ହେଇଛି, ତ ସେ ଟର୍ଚ ଧରିକି ଛିଡା ହେଇଛି ହେଲା। ତ ହଉଛି କୋଉ ମାଧ୍ୟମରେ ଛିଡା ହେଇଛି? ସେ ବାୟୁ ମାଧ୍ୟମ, ମାଧ୍ୟମ କିସ? ଏଇଟା ହଉଛି ବାୟୁ ମାଧ୍ୟମ ହେଲା। ତ ବାୟୁ ମାଧ୍ୟମରେ ଛିଡା ହେଇଛି, ତ ବାୟୁ ମାଧ୍ୟମରୁ ଲାଇଟ ଟା ପକେଇଲା ହେଲା। ପ୍ରତିଫଳନ ପୃଷ୍ଠ ମାନେ କିସ? ଯୋଉ ଉପରେ ଲାଇଟ ଟା ପଡୁଛି ସେଇଟା ହଉଛି ପ୍ରତିଫଳନ ପୃଷ୍ଠ। ଲାଇଟ କାହାର ଉପରେ ପଡିବ? ମିରର ଉପରେ ପଡିବ। ମିରର ହଉଛି ପ୍ରତିଫଳନ ପୃଷ୍ଠ ହେଲା। ତ ପ୍ରତିଫଳନ ପୃଷ୍ଠ ହଉଛି କିସ? ମିରର ହେଲା। ତ ହଉଛି ଆଲୋକ ଗୋଟିଏ ମାଧ୍ୟମରୁ ଆସି, ସେଇ ମାଧ୍ୟମର ନାମ କିସ? ବାୟୁ। ଆଲୋକ ଏଇ ମାଧ୍ୟମରୁ ଆସିଲା ଲାଇଟ ହେଲା, ପୁଣି ସେହି ମାଧ୍ୟମକୁ ଫେରିଗଲେ ପ୍ରତିଫଳିତ ହେଲା। ଏଇଠୁ ହଉଛି କିସ ହେଲା? ପ୍ରତିଫଳିତ ମାନେ ହଉଛି ଘୁରିଗଲା। ତ ପ୍ରତିଫଳିତ ହେଇକି ପୁଣି ସେଇ ମାଧ୍ୟମକୁ ଫେରିଗଲା, ପୁଣି ବାୟୁକୁ ଗଲା ନା ନାଇଁ ହେଲା। ଏଇଠି ଲାଇଟ ଟା ପକେଇଲେ ପୁଣି ଲାଇଟ, ତୁମେ ଲେଜର ଲାଇଟ ଗୋଟେ ପରୀକ୍ଷା କରି ଦେଖ ହେଲା। ନହେଲେ ଏଇନା ହିଁ ପରୀକ୍ଷା କରି ଦେଖ, ମିରର ଗୋଟେ ନିଅ, ଟର୍ଚ ଗୋଟେ ପକାଅ, ପୁଣି ଏମିତି ରିଫ୍ଲେକ୍ସନ ହୁଏ ନା ନାଇଁ? ରିଫ୍ଲେକ୍ସନ ଜିନିଷଟା ଶୁଣିଛ ନା ନାଇଁ? ଶୁଣିଛ ହେଲା। ତ ହଉଛି ରିଫ୍ଲେକ୍ସନ ହେଲା। ତ ପୁଣି ସେଇ ମାଧ୍ୟମକୁ ଫେରିଗଲା, ଏହାକୁ ହଉଛି ଆଲୋକର ପ୍ରତିଫଳନ ନିୟମ କୁହାଯାଏ ହେଲା। ଗୋଟିଏ ମାଧ୍ୟମରୁ ଆସି ସେଇ ମାଧ୍ୟମକୁ ଫେରିଗଲେ କିସ? ଏହାକୁ ଆଲୋକର କିସ କୁହାଯାଏ? ପ୍ରତିଫଳନ କୁହାଯାଏ। ଏକ ମାର୍କର କ୍ୱେଶ୍ଚିନ୍ ପଡିବ, ଆଲୋକର ପ୍ରତିଫଳନ କାହାକୁ କୁହାଯାଏ? ଆଲୋକ ଗୋଟିଏ ମାଧ୍ୟମରୁ ଆସି ପ୍ରତିଫଳିତ ହେଇ ପୁଣି ସେଇ ମାଧ୍ୟମକୁ ଫେରିଗଲେ ଏହାକୁ ଆଲୋକର ପ୍ରତିଫଳନ କୁହାଯାଏ ହେଲା। ତ ପ୍ରତିଫଳନର ଚିତ୍ର ଟା କେମିତି କହନା? ଆମେ ଯେ ମିରର ସବୁବେଳେ କରବାନି ହେଲା। ଆମେ ଖାତାରେ କିସ କରବାନି? ମିରର କରବାନି। ମିରର ବଦଳରେ କିସ କରାଯିବ? ଏମିତି ହେଲା, ମିରର ବଦଳରେ ଏମିତି ତିଆରି କରାଯିବ। ଏଇଟା ହଉଛି କିସ? ଏଇ ଯେ ଗାର ଗାର ଦଉଛି, ଉପର ଆଡେ ଗାର ଦେଇଛି ନା ତଳ ଆଡେ ଗାର ଦେଇଛି? ତଳ ଆଡେ ହେଲା। ତ ତୁମେ ହଉଛି ଧରାଯାଉ ଏଇଟା ହଉଛି ଆଇନା, ଆଇନା ହେଲା। ଏମିତି ଏମିତି ବାଲା ଆଇନା ଥାଏ, ଏମିତି ଥାଏ ଯେ ଆଇନା ହେଲା।
ତ ଉପର ଆଡେ ମୁହଁ ଦିଶେ, ଏଠି ଗୋଟେ ଷ୍ଟିକର ଲାଗିଥାଏ ହେଲା, ଏଇଠି ମୁହଁ ଦିଶେ, ଏପଟେ ମୁହଁ ଦିଶେ, ଏପଟେ ହଉଛି କି ମୁହଁ ଦିଶେ। ତ ହଉଛି ଏଇ ଯେ ମୁହଁ ଦିଶୁଛି ହେଲା, ଏଇଟା ହଉଛି କି ପ୍ରତିଫଳନ ପୃଷ୍ଠ, ବୁଝିହେଲା, ଏଇଟା ହଉଛି ପ୍ରତିଫଳନ ପୃଷ୍ଠ। ଏଇ ଯୋଉଠି ମୁହଁ ଦିଶୁଛି ତୁମର ସେଇଟା ହଉଛି କିସ ପ୍ରତିଫଳନ ପୃଷ୍ଠ ହେଲା। ତ ଏଇ ମିରର ଟାକୁ ମୁଁ ଏମିତିରେ ବନେଇବି, ବୁଝିହେଲା, ଏଇ ମିରର ଟାକୁ କିସ ମୁଁ ଆଉ ଏମିତି ବନେଇବିନି, କେମିତି ବନେଇବି, ଆମର ସାଇନ୍ସ ରେ ଏମିତି ବନାଯାଏ ହେଲା, ଏମିତି ବନାଯାଏ, ଏଇ ଯେ ଏଇ ଚିତ୍ରଟା ବନେଇଛି ଏମିତି ବନେଇବି ହେଲା। ତ ୟାକୁ ହଉଛି ସବୁବେଳେ ଶୁଏଇକି ରଖାଯାଏ, ବୁଝିହେଲା, ଶୁଏଇକି ରଖାଯାଏ। ତ ହଉଛି ଉପର ଆଡେ ଗାର ଦେଇଛି କି, ଏପଟେ ଗାର ଦେଇଛି କି, ଏପଟେ ଗାର ଦେଇନି, ଏପଟେ ଗାର ଦେଇନି ହେଲା। ତ ଗାର ଦେଇନି ତା ମାନେ ହଉଛି ଭାବି ନବ ଯେ ମିରର ଟାକୁ ହଉଛି ଉପର ଆଡେ ଶୁଏଇକି ରଖିଛି ହେଲା, ଉପର ଆଡେ ଶୁଏଇକି ରଖିଛି, ତଳ ଆଡେ ପ୍ଲାଷ୍ଟିକ ଟା ଅଛି ହେଲା, ତଳ ଆଡେ ପ୍ଲାଷ୍ଟିକ ଟା ଅଛି, ବୁଝିହେଲା, ତଳ ଆଡେ ପ୍ଲାଷ୍ଟିକ ଟା ଅଛି, ମାନେ ହଉଛି ତାର ପ୍ରତିଫଳନ ପୃଷ୍ଠ କି କୋଉ ଆଡେ ଅଛି, ଉପର ଆଡେ। ତୁମେ ଯଦି ଉପରୁ ଆଡୁ ଦେଖିବ ମୁହଁ ଦିଶିବ, ଏପଟୁ ଦେଖିବ ଯଦି ମୁହଁ ଦିଶିବନି, ଏପଟୁ ଯଦି ଦେଖିବ ମୁହଁ ଦିଶିବନି ହେଲା। ବୁଝିପାରିଲ, ବୁଝିପାରିଲ ନା ନାଇଁ? ହେଲା, ଏଇ ଚିତ୍ରଟା କୁହନା, ଏଇ ଆଜ୍ଞା। ଚିତ୍ରର ମାନେ, ଏଇ ଚିତ୍ରର ମାନେ କୁହନା। ଆ, ଆଉ ଗୋଟେ ଚିତ୍ର ଦଉଛି ରୁହ। ସାଇନ୍ସରେ ହୁଁ, ସାଇନ୍ସ ରେ ହେଲା। ହୁଁ, ଏଇଟା ସାଇନ୍ସରେ ହଁ ଏମିତି ଚିତ୍ରଟି ତିଆରି କରାଯାଏ। ହଁ ତଳ ସାଇଡ ରେ ତାର ଲେ- ପ୍ଲାଷ୍ଟିକ ଟା ଥିବ, ଆଉ ଉପର ସାଇଡରେ ତା କାଚଟା ଥିବ। ଲେଖୁଛ କି? ଲେଖନି ହେଲା, ଏଗୁଡା ଆ ଲେଖନି ମୁଁ। ହୁଁ, ଲେଖିନି। ଲେଖନି ହେଲା। ଦେଖ ଏଇ ଯେ କୁହନା ଏଇଟା ହଉଛି, ଏଇଟା ଏମିତି ଲେଖା ହେଇଛି ହେଲା, ଏଇ ମିରର ଟାକୁ ଏମିତି ରଖାହେଇଛି, ତ କୁହନା ମୁହଁ ଟା ଏପଟେ ଦିଶିବ, ଏପଟେ ନା ଏପଟେ, କୁହ, ମୁହଁ ଟା କୋଉ ପଟେ ଲେଫ୍ଟ ଦିଶିବ? ସାଇଡରେ ଲେଫ୍ଟ ସାଇଡ ରେ ଦିଶିବ, ବୁଝିହେଲା, ଏଇଠି ଉପର ଆଡେ ମୁହଁ ଟା ଦିଶିବ ନା ଏପଟେ ଦିଶିବ କୁହନା? ଉପର ଆଡେ ହେଲା, ଏଟା ଉପ ଉପର ଆଡେ ଦିଶିବ, ବୁଝିହେଲା। ତ ପ୍ରତିଫଳନର ଚିତ୍ର ହଉଛି କିସ କହନା, ଧରାଯାଉ ତୁମେ ଲେଜର ଲାଇଟ୍ ହେଲା, ଗୋଟେ ଲେଜର ଲାଇଟ୍ ନେବା, ଲେଜର ଲାଇଟ୍ ହଉଛି କଣ ପାଇଁ ନେବା, ଲେଜର ଲାଇଟ୍ ହଉଛି ଗୋଟେ ରଶ୍ମି ବାହାରେ ନା, ତ ସେଇଟା ଦେଖେଇବା ପାଇଁ, ଚିତ୍ର ବନେଇବା ପାଇଁ ସୁବିଧା ହେବ ହେଲା। ତ ତୁମେ ବି ଚିତ୍ର ବନେଇବ ଏଇ ଚିତ୍ରଟା ହେଲା। ତ ହଉଛି ଏଇ ଯେ ଲାଇଟ୍ ଟା ଆସିଲା ହେଲା, ଏଇଠୁ ଲେଜର ଲାଇଟ୍ ପକେଇଲ ଏଇଠି ହେଲା, ତ ହଉଛି ଇଏ ଲାଇଟ୍ ଟା ଘୁରିଯିବ ନା ନାଇଁ, ଏ ଲାଇଟ୍ ଆସିଲା ବୋଲି ମୁଁ ତାକୁ ଏମିତି କହିଲି, ଏମିତି ଚିହ୍ନ ଦେଲି ହେଲା। ଏଟାକୁ କୁହାଯିବ ହଉଛି ଆପତିତ ରଶ୍ମି। ଆପତିତ, ଆପତିତ ମାନେ ଯୋଉ ରଶ୍ମିଟା ଆସେ ତାକୁ କୁହାଯାଏ ଆପତିତ ରଶ୍ମି, ବୁଝିହେଲା। ତାପରେ ଏଇଠି ପଡିକି, ଏଇ ଯେ ପଡଲା, ଯୋଉଠି ପଡଲା ହେଲା, ମିରର ଯୋଉଠି ପଡଲା ସେଇଟା କିସ କରିବ, ପ୍ରତିଫଳନ ପୃଷ୍ଠ। ତୁମେ ବି ବନେଇ ଦିଅ, ପ୍ରତିଫଳନ ପୃଷ୍ଠ ହେଲା। ତ ଏଇ ପ୍ରତିଫଳନ ପୃଷ୍ଠରେ ପଡିକି ସେ ଭିତରକୁ ପଶିଯିବ କି? ତୁମେ ଯଦି ଲେଜର ଲାଇଟ୍ ଟା ମାରବ, ସେ ୟା ଭିତରକୁ ପଶିଯିବ, ମିରର ଭିତରକୁ ପଶିଯିବ, ଏପଟେ ଦେଖାଯିବ କି, ଏପଟେ ପାରିଯିବ କି, ପାରେଇବ କି? ନାଇଁ, ସେ ଘୁରିବ ନା ନାଇଁ, ଏପଟେ ଘୁରିଯିବ, ରିଫ୍ଲେକ୍ସ ହେଇଯିବ, ରିଫ୍ଲେକ୍ସନ ହେଇଯିବ ହେଲା। ତ ଯୋଉଟା ଗଲା, ଏଇଟା ହଉଛି ପଡିକି ଯୋଉଟା ଘୁରି ଗଲା, ସେଇଟାକୁ କୁହାଯିବ ହଉଛି ପ୍ରତିଫଳିତ ରଶ୍ମି। ପ୍ରତିଫଳିତ ରଶ୍ମି, ବୁଝିହେଲା, ପ୍ରତିଫଳିତ ରଶ୍ମି। ତ ଜାଣିଲ ପ୍ରତିଫଳନ ପୃଷ୍ଠ କିସ, ପ୍ରତିଫଳିତ ରଶ୍ମି କିସ, ଆପତିତ ରଶ୍ମି କିସ ହେଲା। ଆପତିତ ରଶ୍ମି ମାନେ ଯୋଉ ରଶ୍ମି ଆସେ ତାକୁ ହଉଛି ଆପତିତ ରଶ୍ମି କୁହାଯାଏ ହେଲା। ଆଉ ପ୍ରତିଫଳିତ ରଶ୍ମି ମାନେ ଯୋଉ ରଶ୍ମି ହଉଛି ଘୁରି ଯାଏ, ସେଇଟାକୁ ହଉଛି ପ୍ରତିଫଳିତ ରଶ୍ମି କୁହାଯାଏ ହେଲା। ଆଉ ପ୍ରତିଫଳନ ପୃଷ୍ଠ ହଉଛି ଯୋଉଠି ଲାଇଟ୍ ଟା ପଡେ ସେଇଟାକୁ ପ୍ରତିଫଳନ ପୃଷ୍ଠ କୁହାଯାଏ, ବୁଝିହେଲା। ତ ହଉଛି ଏଇଟା ମିରର ହେଲା, ତ ଏଇଠି ଗୋଟେ 90 ଡିଗ୍ରୀ ବନେଇ ପାରିବି ନା ନାଇଁ? ବନେଇ ହବ ହେଲା। ହେବ। ତ ଏଇଟା ହଉଛି ଏଇ 90 ଡିଗ୍ରୀ ଟାକୁ କୁହାଯାଏ ହଉଛି କିସ କହନା, ଅଭିଲମ୍ବ। ୟାକୁ କୁହାଯାଏ ହଉଛି ଅଭିଲମ୍ବ ହେଲା। ଅଭିଲମ୍ବ କାହାକୁ କୁହାଯାଏ ସେଇଟା ବି ଲେଖବା ଦେଖ ହେଲା, ସାର୍ ଏଇଟାକୁ କୁହାଯାଏ ଅଭିଲମ୍ବ। ଏ ଅଭିନୟ ବି ଚିତ୍ର କରିବି। ହଁ, ଅଭିଲମ୍ବ ଟା ବି ଚିତ୍ର କର ହେଲା, ଅଭିଲମ୍ବ ଟାକୁ ଚିତ୍ର କର ହେଲା। ତାପରେ ହଉଛି ଏଇ ଆପତିତ ରଶ୍ମି ଆଉ ଅଭିଲମ୍ବ ଭିତରେ ଗୋଟେ କଣ ଗୋଟେ ତିଆରି ହେଲା ନା ନାଇଁ, ସେଇ କଣଟାକୁ କୁହାଯାଏ ହଉଛି ଆପତନ କଣ ହେଲା, ଇଂଲିଶ ରେ କୁହାଯାଏ ଆଇ ହେଲା। ଆଉ ହଉଛି ପ୍ରତିଫଳନ ଆଉ ହଉଛି ଅଭିଲମ୍ବ ଭିତରେ ଗୋଟେ କଣ ତିଆରି ହେଲା ନା ନାଇଁ, ଏଇଠି ଗୋଟେ କଣ ତିଆରି ହେଲା, ଏଇଟାକୁ କୁହାଯାଏ ଆର୍। ଆଇ ମାନେ କିସ କହନା, ଆଇ ମାନେ ହଉଛି ଆପତନ କଣ, ଆଇ ମାନେ ହଉଛି ଆପତନ କଣ, ଆଉ ଗୋଟେ ହଉଛି ଆର ମାନେ ହଉଛି କିସ, ପ୍ରତିଫଳନ କଣ, ଫଳନ କଣ ହେଲା। ଏଇଟା ଗୋଟେ ଭେରି ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ ପଢବା ପାଇଁ ଯାଉଛି ହେଲା। ଏଇଟା ଗୋଟେ ପ୍ରତିଫଳନ ଆଉ ପ୍ରତିଫଳନର ଦୁଇଟା ନିୟମ, ଏଇଟା ଗୋଟେ 5 ମାର୍କ କି 2 ମାର୍କ ବି ପଡିପାରେ, ବୁଝିହେଲା। ଲଙ୍ଗ କ୍ୱେଶ୍ଚନ ବା ସର୍ଟ କ୍ୱେଶ୍ଚନ ବି ପଡିପାରେ, ବୁଝିହେଲା। ସବୁଠୁ ଇମ୍ପୋର୍ଟାଣ୍ଟ ହେଲା, ସବୁଠୁ ଇମ୍ପୋର୍ଟାଣ୍ଟ, ଫାଷ୍ଟ ଇମ୍ପୋର୍ଟାଣ୍ଟ ସବୁଠୁ କିସ, ପ୍ରତିଫଳନ କାହାକୁ କୁହାଯାଏ, ତାର ଦୁଇଟି ନିୟମ ଦେଖ, ବୁଝିହେଲା। ତ ହଉଛି ପ୍ରତିଫଳନ କାହାକୁ କୁହାଯାଏ, ଆଲୋକ ଗୋଟିଏ ମାଧ୍ୟମରୁ ଆସିଲା, କୋଉ ମାଧ୍ୟମରୁ ଆସିଲା ଏଇଠି କୁହନା, ବାୟୁ ମାଧ୍ୟମରୁ ଆସିଲା। ତ ଆସିଲା ପ୍ରତିଫଳନ ପୃଷ୍ଠରୁ
ପ୍ରତିଫଳିତ ହେଇକି ପୁଣି ସେଇ ବାୟୁକୁ ଫେରିଗଲା, ହେଲା, ପୁଣି ସେଇ ବାୟୁକୁ ଫେରିଗଲା। ତ ଏହାକୁ କୁହାଯାଏ ପ୍ରତିଫଳନ। ପ୍ରତିଫଳନ କୁହାଯାଏ, ଆଲୋକର ପ୍ରତିଫଳନ ନିୟମ କୁହାଯାଏ। ବୁଝିହେଲା? ତ ହଉଛି ସେ ଆପତିତ ରଶ୍ମି ଆସିଲା ବୋଲି ଏମିତି ଚିହ୍ନ ଦେଲି, ଏମିତି ତୀର ଚିହ୍ନ ଦେଲି, ହେଲା, ଏପଟେ ଫେରିଗଲା ବୋଲି ଏମିତି ତୀର ଚିହ୍ନ ଦେଲି, ହେଲା। ଆଉ ଏଇ ଅଭିଲମ୍ବ କିସ ଜିନିଷଟା ମନେ ରଖ, ହେଲା। ଅଭିଲମ୍ବ ହଉଛି ଗୋଟେ ହଉଛି, ଏଇଟା ହଉଛି କିସ, ଦର୍ପଣ, ହେଲା। ଦର୍ପଣକୁ 90 ଡିଗ୍ରୀ, ଦର୍ପଣକୁ ଗୋଟେ କାଳ୍ପନିକ 90 ଡିଗ୍ରୀ, ହେଲା, କାଳ୍ପନିକ ମାନେ ସେଇଟା ସତରେ ଥାଏନି, ହେଲା, ସେଟାକୁ ନିଜର ସୁବିଧା ଅନୁସାରେ ବନାଯାଏ, ବୁଝିଲା। ଏଇଟା ଗୋଟେ 90 ଡିଗ୍ରୀ ହେଲା ନା ନାଇଁ ଦର୍ପଣକୁ, ତ ଏଇଟା ଗୋଟେ ଅଭିଲମ୍ବ, ହେଲା, କାଳ୍ପନିକ ରେଖା। ଦର୍ପଣକୁ କାଳ୍ପନିକ ରେଖାକୁ କିସ କୁହାଯାଏ? ଅଭିଲମ୍ବ, ହେଲା। ଦର୍ପଣକୁ ଥିବା କାଳ୍ପନିକ ରେଖାକୁ, ଦର୍ପଣକୁ 90 ଡିଗ୍ରୀ ହେଇ ରହିଥିବା କାଳ୍ପନିକ ରେଖାକୁ ଅଭିଲମ୍ବ କୁହାଯାଏ, ବୁଝିହେଲା। ତ ମନେ ରଖ, ଅଭିଲମ୍ବ ହଉଛି ଦର୍ପଣକୁ ଥିବା କାଳ୍ପନିକ ରେଖାକୁ ଅଭିଲମ୍ବ କୁହାଯାଏ, ହେଲା। ତ ଜାଣିଲେ ପ୍ରତିଫଳନ କାହାକୁ କୁହାଯାଏ। ତାପରେ ହଉଛି ପ୍ରତିଫଳନର ଦୁଇଟା ନିୟମ, ହେଲା। ଲଙ୍ଗ କୋଶ୍ଚେନ କମ୍ପ୍ଲିଟ ହେଇନି। ପ୍ରତିଫଳନର ଦୁଇଟା ନିୟମ, ବହୁତ ଛୋଟ ଛୋଟ ନିୟମ, ହେଲା। ଦୁଇଟା ଲେଖିଦବ ପୁରା ଫୁଲ ମାର୍କ ପାଇଯିବ, ଛୋଟ ଛୋଟ ଲେଖିବ। ପ୍ରତିଫଳନର ଦୁଇଟି ନିୟମ, ହେଲା, ଏଇନା ହିଁ ମନେ ରହିଯିବ। ଦେଖ, ପ୍ରତିଫଳନର ଦୁଇଟି ନିୟମ ହଉଛି, ଏଇ ଆପତନ କୋଣ, ଏଇଟା ମାନେ କି ଆଇ ଆପତନ କୋଣ, ଆଉ ଏଇ ପ୍ରତିଫଳନ କୋଣ, ଏଇଗା ଦୁଇଟା ସବୁବେଳେ ସମାନ, ହେଲା। ଏଇଗା ଦୁଇଟା ସବୁବେଳେ ସମାନ, ଜୀବନ ସାରା ସମାନ, ହେଲା। ଲେଖିଦବ, ପ୍ରଥମ ପଏଣ୍ଟ ହଉଛି କି ଦୁଇଟା ନିୟମ ଅଛି। ପ୍ରଥମ ନିୟମ ଅଛି ଆପତନ କୋଣ, ଆପତନ କୋଣ ଓ ପ୍ରତିଫଳନ କୋଣ ପରସ୍ପର ସମାନ। ପ୍ରତିଫଳନ କୋଣ ସବୁବେଳେ ସମାନ, ହେଲା। ପ୍ରଥମ ପଏଣ୍ଟ, ସବୁବେଳେ ସମାନ, ସବୁବେଳେ ସମାନ, ହେଲା। ତୁମେ ଯଦି ଏ ଲାଇଟ ଟାକୁ ଏମିତି ବି ପକଉଛ ନା, ସେ ଏପଟେ ଯିବ, ହେଲା। ମାନେ ଏଇ କୋଣ ସମାନ ହବ, ବୁଝିହେଲା। ସବୁବେଳେ ସମାନ ହବ, ହେଲା, ସବୁ କେସରେ ସମାନ ହବ। ସେକେଣ୍ଡ ହଉଛି, ସେକେଣ୍ଡ ନିୟମ ହଉଛି କିସ କହନା, ସେକେଣ୍ଡ ନିୟମ ହଉଛି ଏଇ ଆପତିତ ରଶ୍ମି, ଆଉ ହଉଛି ପ୍ରତିଫଳିତ ରଶ୍ମି, ଆଉ ହଉଛି ଅଭିଲମ୍ବ, ସେଇ ଗୋଟେ ସମତଳରେ ରହିଛ ନା ନାଇଁ। ଏଇଟା ଗୋଟେ ସମତଳ, ଗୋଟେ ସମତଳରେ ରହିଛ ନା ନାଇଁ, ସେଇଟା ସେକେଣ୍ଡ ନିୟମ ହଉଛି ସେଇଟା। ଏତିକି ଲେଖିଦେଲେ ଲଙ୍ଗ କୋଶ୍ଚେନ ତୁମର କମ୍ପ୍ଲିଟ, ହେଲା। ଦେଖିଦବା, ସେକେଣ୍ଡ ପଏଣ୍ଟ ହଉଛି ଆପତିତ ରଶ୍ମି, ପ୍ରତିଫଳିତ ରଶ୍ମି, ପ୍ରତିଫଳିତ ରଶ୍ମି ଓ ଅଭିଲମ୍ବ ଗୋଟିଏ ସମତଳରେ ରୁହନ୍ତି, ସମତଳରେ ରୁହନ୍ତି, ହେଲା। ମନେ ରହିଲା? ମନେ ରହିବ ନା ନାଇଁ? ଫାଷ୍ଟ ରୁ ଆଉଥରେ ରିଭିଜନ କରିଦଉଛି, ବୁଝିହେଲା। ଆଉ 3 ମିନିଟ ଅଛି, କଟିଯିବ। ଲେଖି ସାରିଲ ନା? ଆଜ୍ଞା। ହେଲା, ତ ଆଉଥରେ ଦେଖ। କିସ କହିଲି, ଆଲୋକ କାହାକୁ କୁହାଯାଏ? ଆଲୋକ ହଉଛି ଯୋଉ ଜିନିଷ ଆମକୁ ଦେଖିବାରେ ସାହାଯ୍ୟ କରେ, ତାହାକୁ ହଉଛି ଆଲୋକ କୁହାଯାଏ। ତ ସେଇ ଆଲୋକ ହଉଛି କିସ, ଆଲୋକ ହଉଛି ସୂର୍ଯ୍ୟଙ୍କ ଠୁ ପାଇଥାଉ ଆମେ। ତାପରେ ହଉଛି ଜାଣିଲେ ହଉଛି ଆଲୋକର ବେଗ ହଉଛି ସବୁଠୁ ଅଧିକ। ଜାଣିଲେ ହଉଛି କି ଆଲୋକର ବେଗ ସବୁଠୁ ଅଧିକ। ଆଲୋକର ବେଗ ସବୁଠୁ ଅଧିକ କେତେ? 3 ଲକ୍ଷ, 3 ଲକ୍ଷ କିଲୋମିଟର ପାର ସେକେଣ୍ଡ। 3 ଲକ୍ଷ କିଲୋମିଟର ପାର ସେକେଣ୍ଡ। ଆଲୋକର ବେଗ କେତେ? 3 ଲକ୍ଷ କିଲୋମିଟର ପାର ସେକେଣ୍ଡ। ତାପରେ ପୁଣି କିସ ଜାଣିଲେ? ତାପରେ ଜାଣିଲେ ହଉଛି 3 ଲକ୍ଷ କିଲୋମିଟର ପାର ସେକେଣ୍ଡ ବା 3 × 10⁸ ତାପରେ ହଉଛି ଆଲୋକ ହଉଛି ସରଳ ରେଖାରେ ଗତି କରେ। ଆଲୋକ ସରଳ ରେଖାରେ ଗତି କରେ ନା ବକ୍ର ରେଖାରେ? ସରଳ ରେଖାରେ, ହେଲା। ଆଲୋକର ଗତି ହଉଛି ସରଳ ରୈଖିକ। ତାପରେ ହଉଛି କିସ ପଡିଲେ, ଆଲୋକର ହଉଛି ଦୁଇଟା ଗୁଣ ରହିଛି। କି କି ଗୁଣ ରହିଛି? ତରଙ୍ଗ ଗୁଣ ରହିଛି, କଣିକା ଗୁଣ ରହିଛି। ତ ତରଙ୍ଗ ଗୁଣଟା କିଏ ଦେଇଥିଲେ? ତରଙ୍ଗ ଗୁଣଟା ଦେଇଥିଲେ ପ୍ଲାଙ୍କ। ଆଉ କଣିକା ଗୁଣଟା କିଏ ଦେଇଥିଲେ? ଆଲବର୍ଟ ଆଇନଷ୍ଟାଇନ, ହେଲା। ତ ସେମାନେ ପ୍ରମାଣ ବି କରିଦେଇଥିଲେ, ବୁଝିହେଲା। ତ କିଏ ଦେଇଥିଲେ ଆମର ଦରକାର ନାହିଁ, ଖାଲି ଯାହା ଦରକାର ଯେ ଆଲୋକର ଉଭୟ ତରଙ୍ଗ ଓ କଣିକା ଗୁଣ ରହିଛି। ଏହାକୁ ଆଲୋକର ଦ୍ୱୈତ ପ୍ରକୃତି କୁହାଯାଏ। ଆଲୋକର ଦ୍ୱୈତ ପ୍ରକୃତି କାହାକୁ କୁହାଯାଏ? ଆଲୋକର ଉଭୟ ତରଙ୍ଗ କଣିକା ଗୁଣ ରହିଛି, ଏହାକୁ ଆଲୋକର ଦ୍ୱୈତ ପ୍ରକୃତି କୁହାଯାଏ, ହେଲା। ତାପରେ ହଉଛି ଆଲୋକର ଆହୁରି ଦୁଇଟା ନିୟମ ରହିଛି। ଆଲୋକର ଦୁଇଟା ନିୟମ ରହିଛି। କିସ କିସ ନିୟମ? ଆଲୋକର ଦୁଇଟା ନିୟମ ରହିଛି, ପ୍ରତିଫଳନ ନିୟମ, ପ୍ରତିସରଣ ନିୟମ, ହେଲା। ତ ପ୍ରତିଫଳନ ମାନେ କିସ? ଆଲୋକ ଗୋଟିଏ ମାଧ୍ୟମରୁ ଆସି ପ୍ରତିଫଳିତ ହୋଇ ପୁଣି ସେଇ ମାଧ୍ୟମକୁ ଫେରିଗଲେ। ଦେଖ, ଚିତ୍ରଟା ହଉଛି ତାର ଏମିତି, ଚିତ୍ର ସହ ବନେଇବ, ତାପରେ ଯାଇକି ଫୁଲ ମାର୍କ ପାଇବ, ହେଲା। ଆଲୋକ ଗୋଟିଏ ମାଧ୍ୟମରୁ ଆସି
ବାୟୁ ମାଧ୍ୟମରୁ ଆସିଲା, ପ୍ରତିଫଳିତ ହେଇକି ପୁଣି ସେଇ ବାୟୁକୁ ଫେରିଗଲା। ତ ଏହାକୁ ହଉଛି ଆଲୋକର ପ୍ରତିଫଳନ କୁହାଯାଏ। ହେଲା, ତ ପ୍ରତିଫଳନର ଦୁଇଟା ନିୟମ ରହିଛି। କେତେଟା ନିୟମ? ଦୁଇଟା। ଆପତନ କୋଣ, ପ୍ରତିଫଳନ କୋଣ ସବୁବେଳେ ସମାନ। ହେଲା, ଆପତନ କୋଣ, ପ୍ରତିଫଳନ କୋଣ ସବୁବେଳେ ସମାନ। ଆଉ ହଉଛି ସେକେଣ୍ଡ ପଏଣ୍ଟ ହଉଛି କିସ? ଆପତିତ ରଶ୍ମି, ପ୍ରତିଫଳିତ ରଶ୍ମି, ଆପତିତ ରଶ୍ମି, ପ୍ରତିଫଳିତ ରଶ୍ମି ଆଉ ଅଭିଲମ୍ବ ସବୁବେଳେ ଗୋଟିଏ ସମତଳରେ ରୁହନ୍ତି। ହେଲା, ସବୁବେଳେ ଗୋଟିଏ ସମତଳରେ ରୁହନ୍ତି। ଏତିକି ଲେଖିଦବ, 5 କୁ 5 ପୁରା ପାଇଯିବ। ହେଲା, ଚିତ୍ର ସହ। ବୁଝି ହେଲା? ତ ଏଇନା କଟିଯିବ। ବୁଝି ହେଲା? ଆଉ ପଠେଇବିନି। ନେକ୍ସଟ କାଲି ପୁଣି ପଢବା ଏତିକି ବେଳେ। ହେଲା। ଆଜ୍ଞା। ହୁଁ, 3ଟା ବେଳେ ଆସିବ। ହେଲା, ଲାଇନ। ସାର୍ କାଲି କେତେବେଳେ? କାଲି ବି ସେଇ ଏତିକି ବେଳେ କହିଦେବେ। ହେଲା, ମେସେଜ କରିଦେବି। ତୁମେ ଅପଡେଟ ରହୁଥିବ ମୋବାଇଲରେ। ଆଜ୍ଞା।